ସତ୍ୟନାରାୟଣ ଜଣେ ଏମିତି ବ୍ୟକ୍ତି ଯିଏ ସମୟର ଲୁଚକାଳି ଭିତରେ ଆଜି ଅସହାୟ ହୋଇପଡ଼ିଛନ୍ତି। ନିଜ ଭିତରର କଳାକୁ ଚାପି ଜୀବନ ଜିଉଛନ୍ତି। ହଁ, ଆମେ କହୁଛୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଯିଏ କବିତା ଲେଖିବାକୁ ବହୁତ ଭଲ ପାଆନ୍ତି। କବିତା ଲେଖନୀ ଭିତରେ ନିଜକୁ ହଜାଇ ଦିଅନ୍ତି ସେ। ହେଲେ ଆଜି ସେ ଅସହାୟ, ପକ୍ଷଘାତରେ ପଡ଼ି ରୋଗ ସହ ସଂଗ୍ରାମ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ମେଦିନୀପୁର ଗ୍ରାମର ସତ୍ୟନାରାୟଣ ନାୟକ। ସେ ସ୍କୁଲରେ ପାଠ ପଢୁଥିବା ସମୟରେ କବିତା ଲେଖିବାକୁ ବହୁତ ଭଲ ପାଉଥିଲେ। ଏମିତି କବିତା ଲେଖୁ ଲେଖୁ କେତେବେଳେ କବିତା ଯେ ତାଙ୍କର ନିଶାରେ ପରିଣତ ହୋଇଗଲା ତାହା ତାଙ୍କୁ ବି ଅଜଣା। ସେ କବିତା ଲେଖନୀ ଭିତରେ ନିଜକୁ ହଜାଇ ଦେଇଥିଲେ। ତାଙ୍କର ଲିଖିତ କବିତା ମଧ୍ୟରେ ମନସ୍ୱିନୀ, ଆକାଶ ପଟହ, ପୃଥିବୀ ଷୋଡ଼ଶୀ, ଶ୍ରୀ ଶତପ୍ରସଙ୍ଗ ଏପରି ବହୁ କବିତା ବହି ରହିଛି ଯାହାକି କବି ସତ୍ୟନାରାୟଣ ନାୟକ ନିଜେ ଲେଖିଛନ୍ତି। ମୁଁ ସତ୍ୟନାରାୟଣ ନାୟକ, ମେଦିନୀପୁର ଜିଲ୍ଲା କଳାହାଣ୍ଡି। କବି ପ୍ରତିଭା ଆପେ ଆପେ ବାହାରିଲା। ଜୀବନ ସମାଜ ମା ଆଉ ବାପାର ପ୍ରୋତ୍ସାହନରେ ମୁଁ ଲେଖାଲେଖି ପ୍ରତିଭା ପ୍ରକାଶ କରୁଥିଲି। ମୁଁ କଟକ ଯାଇଥିଲି, ବ୍ରହ୍ମପୁର ଯାଇଛି, ତାପରେ ଫୁଲବାଣୀ ଯାଇଛି, ସମ୍ବଲପୁର, ଏମିତି ଅନେକ କଳାହାଣ୍ଡି ବିଭିନ୍ନ ଜାଗା। କଳାହାଣ୍ଡି ତାପରେ କଳାହାଣ୍ଡି ଉତ୍ସବ, ଏଇଟା ମୋର ହେଲା ଯିବାର ପର୍ଯ୍ୟନ୍ତ। ଏବେ ଲେଖା ଆପଣଙ୍କୁ ପାରାଲିସିସ୍ କେବେ ହେଲା? 1913 ମସିହାରେ। ଆପଣ ହେଲା ପରେ ମଧ୍ୟ କେମିତି ୟାକୁ ଜାରି ରଖିଛନ୍ତି କି ଛାଡ଼ିଦେଲେଣି? ନାଇଁ, ଲେଖାଲେଖି କରୁଛି ଯେ 13 ଅଗଷ୍ଟରୁ ଛାଡ଼ିଦେଲା। ସେ କବିତା ମାଧ୍ୟମରେ ବହୁ କାର୍ଯ୍ୟକ୍ରମରେ ସମ୍ମାନିତ ମଧ୍ୟ ହୋଇଛନ୍ତି। କିନ୍ତୁ ସମୟର ବିଡ଼ମ୍ବନା ଯେ ତାଙ୍କର ଶାରୀରିକ ଅସୁସ୍ଥତା ଏବଂ ପକ୍ଷାଘାତ ଯୋଗୁଁ କବିତା ଲେଖନୀରେ ବାଧା ସୃଷ୍ଟି ହୋଇପଡ଼ିଛି। ତା ସହ ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ। ଭଙ୍ଗା କୁଡ଼ିଆରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ସମୟରେ ସେ ଏକୁଟିଆ ଜୀବନ ସହ ସଂଗ୍ରାମ କରୁଛନ୍ତି। ମୋ ନାନୀ ସାମନେ ଦେଇ, ଘର ମେଦିନୀପୁର, ଭବାନୀପାଟଣା, ଡିଷ୍ଟ୍ରିକ୍ଟ କଳାହାଣ୍ଡି। ତାର ସେ ମୋ 2 ନମ୍ବର ଭାଇ। ଆମେ 2 ଭାଇ 2 ଭଉଣୀ। ଆଉ ଅକ୍ଳାନ୍ତ ପରିଶ୍ରମ ବଳରେ ତାଙ୍କ ପ୍ରତିଭାଟା ଏପର୍ଯ୍ୟନ୍ତ ଲୁଚି ରହିଛି। ମୋ ମାଆଙ୍କର ଅଗାଧ ପରିଶ୍ରମ ଓ ଅନେକ ଚେଷ୍ଟା ବଳରେ ସେ ସବୁବେଳେ ସ୍ୱପ୍ନ ଦେଖୁଥିଲେ କି ମୋ ପୁଅ ଜଣେ ବଡ଼ କବି ହଉ ବୋଲିକରି, ଆଉ ବହୁତ ସହଯୋଗ କରିଥିଲେ। ତାଙ୍କର ପ୍ରେରଣା, ତାଙ୍କ ଉତ୍ସାହରେ ଭାଇଟା ଆଗକୁ ବଢ଼ିଲେ। ଅକସ୍ମାତ୍ 2013 ମସିହାରେ ତାଙ୍କୁ ପାରାଲିସିସ୍ ହେଇଗଲା। ଆଉ ସେ ଡିଜିଜ୍ରେ ରହିକି ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ସେ ଲେଖା ପ୍ରୟାସଟା ଜାରି ରଖିଛନ୍ତି। ବାମ ହାତରେ ଏପର୍ଯ୍ୟନ୍ତ ଲେଖାଲେଖି ତାଙ୍କର ଜାରି ରହିଛି। ମୁଁ ଜଣାଇବାକୁ ଚାହୁଁଛି ଯେ ଆପଣଙ୍କ ମାଧ୍ୟମରେ କିଛିଟା ସରକାର ତାଙ୍କ ପ୍ରତି ଦୟାପୂର୍ବକ କୌଣସି ଉପାୟଟା ଖଞ୍ଜିଦେଲେ ଆମେ ଟିକେ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତୁ। ହଁ ସାର୍, ସେ ବହୁ ଗୁଡ଼ିଏ କବିତା ଆସରକୁ ଯାଇଛନ୍ତି, କବି ସମ୍ମିଳନୀକୁ ଯାଇଛନ୍ତି, ସମ୍ମାନିତ ମଧ୍ୟ ହେଇଛନ୍ତି। ସମ୍ବଲପୁର ପର୍ଯ୍ୟନ୍ତ ତାଙ୍କର ଏ ଲେଖାଟା ଚାରିଆଡ଼େ ପ୍ରସାରିତ ହେଇଥିଲା। କିନ୍ତୁ ଠିକ୍ ସମୟରେ ସେ ପଡ଼ିଯିବାରୁ ଆଉ ତାଙ୍କ ପ୍ରତିଭାଟା ଉପରକୁ ଉଠି ପାରୁନାହିଁ। ମାନେ ଭଗବାନ ସାହୁ, ମେଦିନୀପୁର, ଭବାନୀପାଟଣା, କଳାହାଣ୍ଡି। ଛୁଆଦିନ ସେ ଭଲ ଲେଖାପଢ଼ା କରିପାରୁଥାଏ। ବହୁତ କବି ସମ୍ମିଳନୀ ଲେଖିକରି ଯାଇଛି, ଆଉ ବହୁତ ପ୍ରାଇଜ୍ ପାଇଛି। ଆଉ ଆମ ଗାଁର ଭଲ ଉନ୍ନତି ବି କରିଛି। ସେ ପରିଚୟ କରିଛି ଆମ ଗାଁକୁ। ଆଉ ବହୁତ ଲେଖାପଢ଼ା ବି ଭଲ ଏବେ ଚାଲିଛି। କିନ୍ତୁ 2013 ମସିହାରେ ତାର ପାରାଲିସିସ୍ ହେଇଗଲା, ଯାହାରି ଫଳରେ ଆଉ ସେ ଉଠି ବସି କରି କିଛି କରିପାରୁନି। ଏବେ ବି ତାର ପ୍ରୟାସ ଚାଲିଛି, ବାମ ହାତରେ ଲେଖାପଢ଼ା ଆରମ୍ଭ କରିଛି। ଏଇଟା ପାଇଁ ଯଦି ଜିଲ୍ଲା ପ୍ରଶାସନ କିମ୍ବା ଆମର ଓଡ଼ିଶା ସରକାର କିଛି ବୁଝନ୍ତେ ବୋଲେ ଖୁବ୍ ଭଲ ହୁଅନ୍ତା। ସରକାର ଯଦି ଅସହାୟ କବି ସତ୍ୟନାରାୟଣ ନାୟକଙ୍କୁ ସହଯୋଗର ହାତ ବଢ଼ାଇବେ ସେ ଉପକୃତ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କଳାହାଣ୍ଡିରୁ ଜନକ ପୋଡ଼ଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।